ମହୁମାଛି ଆକ୍ରମଣରେ ଗର୍ଭବତୀ ମହିଳା ସହ 3 ବର୍ଷର ଶିଶୁକନ୍ୟା ଗୁରୁତର। ଚାଷ ଜମିରେ କାମ କରୁଥିବା ଲୋକଙ୍କ ଦ୍ୱାରା ଉଦ୍ଧାର ଗୁରୁତର ଅବସ୍ଥାରେ ରାୟଗଡ଼ା ଜିଲ୍ଲା କଲ୍ୟାଣୀସିଂହପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି। ଏଭଳି ଅଭାବନୀୟ ଘଟଣା ଘଟିଛି ରାୟଗଡ଼ା ଜିଲ୍ଲା କଲ୍ୟାଣୀସିଂହପୁର ବ୍ଲକ ନାରାୟଣପୁର ପଞ୍ଚାୟତ ଦୁଲଦୁଲିଗୁଡ଼ା ଗାଁ ନିକଟରେ। ଗର୍ଭବତୀ ମା ମଞ୍ଜୁଳା ହିଆଲ 3 ବର୍ଷର ଝିଅ ସହ ଦୁଲଦୁଲିଗୁଡ଼ା ଛକ ନିକଟକୁ ଯାଉଥିବା ସମୟରେ ମହୁମାଛି ଆକ୍ରମଣର ଶିକାର ହୋଇଥିଲେ। ନିକଟସ୍ଥ ଚାଷ ଜମିରେ କାମ କରୁଥିବା କିଛି ଯୁବକ ଦ୍ୱାରା ଉଦ୍ଧାର ହୋଇ ସେହି ରାସ୍ତା ଦେଇ ଆସୁଥିବା ବିଦ୍ୟୁତ ବିଭାଗର ଗାଡ଼ି ସାହାଯ୍ୟରେ କଲ୍ୟାଣୀସିଂହପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ପ୍ରାଥମିକ ଚିକିତ୍ସା ହୋଇଥିଲେ। ଏହି ସମ୍ପର୍କରେ କାର୍ଯ୍ୟରତ ଡାକ୍ତରଙ୍କ ସହ ଯୋଗାଯୋଗ କରିବାରୁ ମହୁମାଛି ଆକ୍ରମଣରେ ଗୁରୁତରରେ ଆସିଥିବା ଗର୍ଭବତୀ ମହିଳାଙ୍କୁ ପ୍ରାଥମିକ ଚିକିତ୍ସା କରାଯାଇଛି। ଯେହେତୁ ସେ ଗର୍ଭବତୀ ଅଛନ୍ତି, ଉଚ୍ଚତର ଚିକିତ୍ସା ପାଇଁ ରାୟଗଡ଼ା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି। ଆମେ ଇଏ ଭାଇଟା ବିଲରେ ଯାଇକି କାମ କରୁଥିଲା। ବିଲରେ ଯାଇ କାମ କଲା ବେଳେ ଆମେ ମା ଝିଅଟା ସେ ଗଛ ରାସ୍ତା ଦେଇକି ଯାଉଥିଲେ। ବରଗଛ ତଳେ ମହୁମାଛିଟା ଆକ୍ରମଣ କରିଦେଲା। ଆକ୍ରମଣ କଲା ପରେ ସେ ଭାଇଟା ପାଖକୁ ଆସିକିନା ସେ ଇଲେକ୍ଟ୍ରିକ୍ ଗାଡ଼ି ଗୋଟେ ପାଖରେ ଥିଲା, ତାଙ୍କୁ କହିବା ପାଇଁ କହିଲେ। ତାଙ୍କୁ କହିଲାରୁ ଇଲେକ୍ଟ୍ରିକ୍ ଗାଡ଼ି ଧରିକି ଯାଇକିନା ତାଙ୍କୁ ସେ ପାଣି ଭିତରୁ ଉଦ୍ଧାର କରି ଆଣିଲେ। ମହୁମାଛି ଜବର ଚୋବେଇ ଦେଇଥିଲା ତାଙ୍କୁ। ହଁ, ମାଟା ଗର୍ଭବତୀ ଅଛି, ପିଲା 3 ବର୍ଷର ଛୁଆ ଗୋଟେ ଅଛି। ତାକୁ ଆମେ ବୋଲେରୋରେ ନେଇକି ଆଣିଲୁ। ଗୋଟେ ଗର୍ଭବତୀ ମା ଆଉ ତାର 3 ବର୍ଷର ଗୋଟେ ଛୁଆ ଆସିଥିଲେ। ସେମାନଙ୍କୁ ମହୁମାଛି କାମୁଡ଼ିଥିଲା, ବେଶୀ ଜାଗାରେ ମାନେ କାମୁଡ଼ି ଦେଇଥିଲା ହେଲା। ତ ମା ଆଉ ସେ ଟିକେ ବେଶୀ ଗୁରୁତର ଅବସ୍ଥାରେ ଥିଲା। ମା ଗର୍ଭବତୀ ବି ଥିଲା। ଏଠି ଯାହା ପ୍ରାଇମେରୀ ଟ୍ରିଟମେଣ୍ଟ ଦେବା କଥା ସେଟା ଦିଆ ହେଇକି ମାକୁ ଟିକେ ଗାଇନିକ୍ ସ୍ପେଶାଲିଷ୍ଟକୁ ଟିକେ ପଠା ହେଲା DHH ରାୟଗଡ଼ାକୁ ହେଲା। ଆଉ ଛୁଆର ଏମିତି କିଛି ଅସୁବିଧା ନଥିଲା, ଠିକ୍ ମାନେ ପ୍ରାଇମେରୀ ଟ୍ରିଟମେଣ୍ଟ ତ ପାଇଯାଇଛି। ରାୟଗଡ଼ା ରେଫର ହେଇଛି, ସେଠି ଟିକେ ଦେଖିଲେ ମା ଭଲ ହବ। ଖଗେଶ୍ୱର ପୂଜାରୀ ଏଇଟା ଆଜ୍ଞା ମୁଁ ବିଲରେ କାମ କରୁଥିଲି। ଆଙ୍କେ ମା ଝିଅରେ ହେଇକି ଆସୁଥିଲେ, କ'ଣ ବସ୍କୁ କ'ଣ ରିସିଭ୍ କରିବାକୁ ଯାଇଥିଲେ। ଆସିଲା ସମୟରେ ସେ ଦୁଲଦୁଲିଗୁଡ଼ା କେନ୍ଦୁଗୁଡ଼ା ମଝିରେ ଗୋଟେ ବଟ ଗଛ ଅଛି। ସେ ବଟ ଗଛ ତଳେ ଆଙ୍କୁ ମହୁମାଛିଟା ଆକ୍ରମଣ କଲା ଆଜ୍ଞା। ଆଙ୍କୁ ସେଠି ଗୋଟେ କେନାଲଟା ଯାଉଥିଲା, ସେ କେନାଲରେ ଅଳ୍ପ ପାଣି ଅଛି, ହେଲେ ବି ତାଙ୍କୁ ହଠା କରିକି କହିଲାରୁ ତାଙ୍କେ ମା ଝିଅରେ ସେଠି ପାଣିରେ ଡେଇଁ ପଡ଼ିଲେ। ସେ ଡେଇଁକି ସେଠି ରହିଲାରୁ ତାଙ୍କେ ଟିକେ କମ୍ ଟିକେ ଯେଉଁ ଆକ୍ରମଣଟା କମ୍ କରିଛି। ନହେଲେ ବହୁ ଆକାରରେ ଆଙ୍କୁ ମହୁମାଛି ଚୁବେଇକି ଖରାପ କରିଦେଇଛି ଆଙ୍କୁ। ରାୟଗଡ଼ା ଜିଲ୍ଲା ପ୍ରତିନିଧି ମାଲେଶ କୌଶଲ୍ୟାଙ୍କ ରିପୋର୍ଟ, ନିରପେକ୍ଷ ନ୍ୟୁଜ୍।